ବର୍ତ୍ତମାନ ମୋର ଆଲୋଚନା ସ୍ୱଭାବ କବି ରଙ୍ଗାଜୀବ ଗଙ୍ଗାଧର ମେହେରଙ୍କ ତପସ୍ୱିନୀ କାବ୍ୟର ଚତୁର୍ଥ ସର୍ଗକୁ ନେଇକରି। ଶୀର୍ଷକ ରଖିଛି ବାସ୍ତବ ସତ୍ୟ ଓ କାବ୍ୟିକ ସତ୍ୟର ମିଶ୍ରିତ କବିତା ଆଶ୍ରମେ ପ୍ରଭାତ। ସ୍ୱଭାବ କବି ପ୍ରକୃତିର ଚାରୁଚିତ୍ରକର ରଙ୍ଗାଜୀବ ଗଙ୍ଗାଧର ମେହେରଙ୍କର ତପସ୍ୱିନୀ ମହାକାବ୍ୟର ଚତୁର୍ଥ ସର୍ଗରେ ଥିବା ମଙ୍ଗଳେ ଅଇଲା ଉଷାଟି ପ୍ରଥମେ ଆଶ୍ରମେ ପ୍ରଭାତ ନାମରେ କବିତା ଭାବରେ ବର୍ଷ ବର୍ଷ ଧରି ସ୍କୁଲ ସ୍ତରରେ ପାଠ୍ୟ ପ୍ରଚଳିତ ଥିଲା। ତପସ୍ୱିନୀ କାବ୍ୟର ଏହା ଅତିରୁ ଅତିଶୟ ଅବିସ୍ମରଣୀୟ ଅଂଶ ବିଶେଷ। ପୂର୍ବରୁ ସମାଲୋଚକଙ୍କର ମତ ଅଛି କି ଗଙ୍ଗାଧର ମେହେର ଯଦି ଏଇ ଗୋଟିକୁ ଲେଖି ଚୁପ୍ ରହି ଯାଇଥାନ୍ତେ, ଆଉ କିଛି ଅଧିକ ଲେଖି ନଥାନ୍ତେ, ତେବେ ବି ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବିର ଅପୂର୍ବ ସମ୍ମାନରେ ଭୂଷିତ ଥାନ୍ତେ। ପାଠକର ଅତି ପ୍ରିୟତମ ପଠିତ ଅଂଶ ଏଇ ଆଶ୍ରମେ ପ୍ରଭାତ ଚୋଖୀ ରାଗ ବୃତ୍ତରେ ରଚିତ ଥିବାରୁ ଗାଇଲେ ସୁନ୍ଦର ସ୍ୱର ବାହାରି କାନକୁ ସୁନ୍ଦର ଶୁଣାଯାଇଥାଏ। ସାହିତ୍ୟରେ ବାସ୍ତବ ଏବଂ କାବ୍ୟିକ ସତ୍ୟ ହୋଇ ସବୁବେଳେ ଦୁଇଗୋଟି ସତ୍ୟତା ରହିଛି। ସତ୍ୟତା ନଥିଲେ ସାହିତ୍ୟ ଗ୍ରହଣଯୋଗ୍ୟ ବିଶ୍ୱାସମୟ ମନେ ହେବ ନାହିଁ, ଯେଉଁଥିରୁ ସାହିତ୍ୟ ପ୍ରତି ପାଠକର ଭଲପାଇବା ଭାବ ଦେଖାଯାଇଥାଏ। ଆଶ୍ରମେ ପ୍ରଭାତରେ ବାସ୍ତବ ସତ୍ୟ ହେଲା ପ୍ରକୃତିର ସତ୍ୟ ଅବସ୍ଥିତି, ଅର୍ଥାତ୍ ବାଲ୍ମୀକି ବନ ପ୍ରକୃତିର ରହିବାଟି ଯେମିତି ଅଛି, ସେଥିରୁ କବି କାବ୍ୟିକ ସତ୍ୟ ବା ପୋଏଟିକ୍ ଟ୍ରୁଥର ଆବିଷ୍କାର ବା ବାହାର କରାଇ ମନ ମସ୍ତିଷ୍କ ଭିତରୁ କବିତାକୁ ରମଣୀୟାର୍ଥ ପ୍ରତିପାଦକ ଶବ୍ଦଃ କାବ୍ୟମ୍ କରାଇଛନ୍ତି। ବାସ୍ତବ ଅନୁଭୂତି ଅର୍ଜନ ହେଲା ବାସ୍ତବ ସତ୍ୟତା, ଯେଉଁଥିରୁ କାବ୍ୟିକ ସତ୍ୟତା ବାହାରେ। ଲୋକ ଅପବାଦ ପାଇଁ ସତୀ ଶିରୋମଣି ଶ୍ରୀରାମ ଗୃହିଣୀ ଦେବର ଲକ୍ଷ୍ମଣ କର୍ତ୍ତୃକ ରଥରେ ବସି ଭାଗୀରଥୀ ବା ଗଙ୍ଗା ନଦୀ ତୀରସ୍ଥ ବନପ୍ରଦେଶ ଅଞ୍ଚଳରେ ଅଗ୍ରଜ ବଡ଼ଭାଇ ରାମଚନ୍ଦ୍ରଙ୍କ ଆଦେଶରେ ନିର୍ବାସନ ଦଣ୍ଡ ଭୋଗିଥିଲେ। ଦିଅର ତାଙ୍କୁ ଛାଡ଼ିଦେଇ ଆସିଥିଲେ। ସତୀ ସୀତା ଦୁଃଖରେ ଏକୁଟିଆ ଅସହାୟ ହୋଇ କାନ୍ଦିଥିଲେ। ସେହି କାନ୍ଦକୁ ବାଲ୍ମୀକି ଆଶ୍ରମର ମୁନିକୁମାରୀମାନେ ଶୁଣି ଧ୍ୱନିକୁ ନିଘା କରି ଆସି ସୀତାଙ୍କୁ ଠାବ କରି ଆଶ୍ରମ ସ୍ୱାମୀ ମୁନି ବାଲ୍ମୀକିଙ୍କୁ ଜଣାଇ ବାଲ୍ମୀକିଙ୍କ ସହିତ ଏକାଠି ଆସି ସସନ୍ମାନେ ସୀତାଙ୍କୁ ବାଲ୍ମୀକିଙ୍କ ଆଶ୍ରମସ୍ଥ ପର୍ଣ୍ଣକୁଟୀର ବା ପତ୍ର କୁଡ଼ିଆକୁ ନେଇ ଆଶ୍ରୟ ଦେଇ ରଖାଇଥିଲେ। ସତୀ ସୀତା ବାଲ୍ମୀକି ଆଶ୍ରମରେ ନିଜର ସନ୍ନ୍ୟାସିନୀ ବା ତପସ୍ୱିନୀର ପ୍ରଥମ ରାତ୍ରି କଟାଇଥିଲେ। ଆଉ ରାତି ପାହିଲା ପରେ ଯେତେବେଳେ ସୀତାଙ୍କର ବାଲ୍ମୀକି ଆଶ୍ରମରେ ପ୍ରଥମ ସକାଳ ଆସିଛି, ସେହି ପ୍ରଥମ ସକାଳରେ ବ୍ରାହ୍ମ ମୁହୂର୍ତ୍ତରେ ଉଷାଦେବୀ କବିଙ୍କର ମହନୀୟ ଅପୂର୍ବ କବିଦୃଷ୍ଟି ଓ ଲେଖନୀରେ ପ୍ରକୃତିର ମାନବାୟନ ରୂପ ପରିଗ୍ରହ ପରିପ୍ରେକ୍ଷୀରେ ସକାଳ ବା ଉଷା ମଣିଷ ରୂପରେ ଜୀବନ୍ତ ପ୍ରତିଭାତ ହୋଇ ରାଜରାଜେଶ୍ୱରୀ, ରାଜଦୁହିତା, ଜନକ, ନନ୍ଦିନୀ ତଥା ହସ୍ତିନାର କୁଳବଧୂ ରାଜା ରାମମହିଷୀ ସତୀଙ୍କୁ ରାଜକୀୟ ବନପ୍ରକୃତିର କୋଳର ଆଡ଼ମ୍ବର ସହକାରେ ସ୍ୱାଗତ ଅଭିନନ୍ଦନ ସେହି ବଣର ଗଗନ ପବନ ଗଛ ବୃକ୍ଷ ଲତା ସକାଳ ସନ୍ଧ୍ୟା ରାତି ପଶୁପକ୍ଷୀ ସମସ୍ତେ ସ୍ୱାଗତ ତତ୍ପର ହୋଇ ଉଠିଛନ୍ତି। ଆଉ ଯେମିତି ହୋଇ ଉଠିଛନ୍ତି, ତାହାକୁ କବି କବିତା ରଚନା ରୀତିରେ ଦେଖାଇଛନ୍ତି, ଯାହାକି କବିତାର ବିଷୟବସ୍ତୁ ହୋଇଅଛି। କବିତାର ବିଷୟବସ୍ତୁ ଆଲୋଚନା। ଆଶ୍ରମେ ପ୍ରଭାତ କବିତାଟି ସମ୍ପୂର୍ଣ୍ଣ 32 ଗୋଟି ପଦରେ ବର୍ଣ୍ଣିତ। କବି କହୁଛନ୍ତି, ବାଲ୍ମୀକି ଆଶ୍ରମରେ ଅତ୍ୟନ୍ତ ଶୁଭମୟ ସ୍ଥିତିରେ ସେଠିକାର ବନ ପ୍ରକୃତିର ପରିବେଶରେ ସକାଳ ଆସିଛି। ସୀତା ବାଲ୍ମୀକି ଆଶ୍ରମରେ ଆଶ୍ରା ପାଇ ବେଶ୍ ଖୁସି ଅଛନ୍ତି। ତାଙ୍କର ନିଃସଙ୍ଗତା ଏବଂ ଅସହାୟତାପଣ ଦୂର ହୋଇ ଯାଇଥିବା କାରଣରୁ। ସେଥିପାଇଁ ଶୁଭ ସକାଳ। ଆଉ ସେହି ଶୁଭମୟ ମୁହୂର୍ତ୍ତର ସକାଳରେ ସଜ ପଦ୍ମଫୁଲ ସତେଜ ହୋଇ ବନ ପ୍ରକୃତିର ପୋଖରୀରେ ଫୁଟିଛି, ଯିଏକି ଜନକରାଜ ନନ୍ଦିନୀ ଜାନକୀଙ୍କୁ ଦେଖିବାର ଅଭିଳାଷ ମନରେ ଧରି ଅତ୍ୟନ୍ତ ଆଗ୍ରହ ସହକାରେ କଅଁଳିଆ ପତ୍ର ହାତରେ ଶିଶିର ବିନ୍ଦୁ ଯାହାକି ଖରାରେ ପଡ଼ି ଚିକ୍ ଚିକ୍ ଦିଶୁଛି, ସେହି ମୁକ୍ତା ଧରି ଉପହାର ସୂତ୍ରରେ ଦେବା ପାଇଁ ସତୀ ସୀତାଙ୍କର ପତ୍ରକୁଡ଼ିଆ ଘରର ବାହାରେ ଅଗଣାରେ ଠିଆ ହୋଇ
ରହି କଜଳପାତିର ଧ୍ୱନିର ବୋବାଇବାର କଣ୍ଠସ୍ୱରରେ ହେ ସତୀ ସୀତା, ସକାଳ ହେଲା, ଉଠ, ଆଉ ମୋତେ ଦେଖାଦିଅ। ମୁଁ ତୁମକୁ ଦେଖିବାକୁ ଆସିଛି। ସକାଳର ସୂର୍ଯ୍ୟକିରଣ ଲାଲ, ତେଣୁ ସେହି ଲାଲ କିରଣର ଲୁଗା ପିନ୍ଧି ଫୁଲ ଫୁଟିବାର ଶୋଭା ଦେଖାଇ ଉଦାର ଶାନ୍ତମୟ ରୂପ ସୀତାଙ୍କ ମନରେ ବିଶ୍ୱାସ ଭରସା ଦେଇଛନ୍ତି। ଆରାମରେ ରୁହ, ତୁମର ଏଠି କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି। ସକାଳର ଲାଲି ସୂର୍ଯ୍ୟକିରଣର ଗେରୁଆ ଲୁଗା ପିନ୍ଧି ସକାଳ ଯୋଗିନୀ ବେଶରେ ସୁନ୍ଦର ମିଠା କୋମଳ ପକ୍ଷୀରାବର ଭାଷାରେ କହୁଛନ୍ତି, ତୁମର ଏଠି ଦୁଃଖ ଦୂର ହୋଇଯିବ, ତୁମେ ନୂଆ ଜୀବନ ପାଇବ। ମୁଁ ପରା ସ୍ୱର୍ଗରୁ ମର୍ତ୍ତ୍ୟକୁ ଏଥିପାଇଁ ଓହ୍ଲାଇ ଆସିଅଛି। ଅର୍ଥାତ୍ ସୁନ୍ଦର, ସୁଖ, ଶାନ୍ତିର ଅପୂର୍ବ ଜାଗା ସେହି ବାଲ୍ମୀକି ଆଶ୍ରମ ଓ ତାହାର ପରିବେଶ। ସେହି ବନପ୍ରଦେଶର ସ୍ଥାନରେ ପବନ ସାଇଁ ସାଇଁ ଶବ୍ଦରେ ସଙ୍ଗୀତ ସତେକି ଗାଉଛି। ଭ୍ରମରର ଧ୍ୱନି ବୀଣାବାଦନ ଭଳି କାନକୁ ଶୁଣାଯାଉଛି। ଚାରିଆଡ଼େ ସୁରଭିବା ସୁଗନ୍ଧ ସୁନ୍ଦର ବାସ୍ନା ପବନରେ ପ୍ରସରି ଚହଟି ଯାଉଛି। ଉଷା ମାନୁଷୀର ନିର୍ଦ୍ଦେଶରେ ସତେ ଫୁଲର, ଯଜ୍ଞର, ଘିଅର ଏହି ସୁଗନ୍ଧ କୁମ୍ଭାଟୁଆ ରାବୁଛି। ସତେକି ସୀତାଙ୍କର ଅପର ପ୍ରଶଂସକ ଭାଟ ହୋଇଛି। ଅତିଥି ପ୍ରଶଂସାରେ ମୁଖର ହୋଇଛି। ଈଶ୍ୱରୀୟ ବାର୍ତ୍ତା ଦାନ କରୁଛି। ପକ୍ଷୀ ତାକୁ ଯେମିତି ସ୍ୱର ଭଗବାନ ଦେଇଛନ୍ତି, ସେ ସେମିତି ସ୍ୱରରେ ରାବୁଛି। ଏହା ହିଁ ତାର ସ୍ତବପାଠ। କଜଳପାତି ପକ୍ଷୀ ପାଟଶାଢ଼ୀ ପିନ୍ଧି କଳା ରଙ୍ଗର ସୁନ୍ଦର ଲଳିତ ମଧୁର ସ୍ୱରର ତିରିଂ ତିରିଂ ଶବ୍ଦରେ କହିଲା, ସତୀ ସୀତା ଉଠ, ରାତି ପାହିଗଲା ଯେ। ବାଲ୍ମୀକି ମୁନିଙ୍କ ଆଶ୍ରମରେ ଶିକ୍ଷାର ବାତାବରଣ ଅଛି ବୋଲି ମୁନିମାନଙ୍କ କଣ୍ଠରୁ ବେଦପାଠର ଧ୍ୱନି ଶୁଭୁଅଛି। ସମଗ୍ର ବନପ୍ରଦେଶରେ ବେଦଗାନର ଶବ୍ଦ ପ୍ରତିଧ୍ୱନିତ ହେଉଅଛି ଏବଂ ବଣରେ ସୀମିତ ପରିମିତ ନ ଥାଇ ଏହା ଆକାଶ ମଧ୍ୟକୁ ମଧ୍ୟ ଚାଲିଯାଉଅଛି। ଓଁକାର ଧ୍ୱନି ଗଗନ ପବନକୁ ଟପି ଯାଉଅଛି, ଅର୍ଥାତ୍ କୋଳାହଳ ସୃଷ୍ଟି କରିଛି। ସମୂହ ଗାନ ହେତୁ ସ୍ୱର୍ଗକୁ ଖୁସି ଦେଉଛି, କାରଣ ଭଗବାନଙ୍କର ନିରାଜନା ହେଉଅଛି। ଭଗବାନଙ୍କର କାନକୁ ବି ଶୁଣାଯାଉଛି। ସତେକି ସରସ୍ୱତୀ ବୀଣା ବଜାଉଛନ୍ତି ଭଳି ମନେ ହେଉଛି। ସବୁ ଧର୍ମ କାମ କେବଳ ଭଗବାନଙ୍କ ପାଇଁ ଉଦ୍ଦିଷ୍ଟ ଥାଏ। ସକାଳ ଧୀରେ ଧୀରେ ଫର୍ଚ୍ଚା ହୋଇ ଆସୁଛି। ସୂର୍ଯ୍ୟକିରଣର ପ୍ରଭାବରେ ଅନ୍ଧାର ଦୂର ହୋଇ ଯାଉଛି, ଯେମିତି ମନ୍ତ୍ର ବଳରେ ଦେହକୁ ବଳ ଚାଲି ଆସିବା ଭଳି। ଏହି ସମୟରେ ଆଶ୍ରମର ବୃଦ୍ଧା ତପସ୍ୱିନୀ, ଯାହାଙ୍କର ନାମ ଅନୁକମ୍ପା, ଯିଏକି ଦୟାର ମୂର୍ତ୍ତିମନ୍ତ ଦେବୀ, କରୁଣାରେ ଯାହାଙ୍କର ମନପ୍ରାଣ ଭର୍ତ୍ତି ଅଛି, ସେ ଆସି ସୀତାଙ୍କର ଶୋଇଥିବା ଅବସ୍ଥାକୁ ଦେଖି କହିଲେ, ହେ ଜନକ ରାଜାଙ୍କ ଝିଅ ଜାନକୀ, ବିଦେହର ରାଜକନ୍ୟା ବୈଦେହୀ, ତୁମେ ଉଠିପଡ଼। ସକାଳର ଅଳ୍ପ ସମୟର ରହଣୀ ଉଷା କୋମଳ ଦେହୀ ତୁମର ଦର୍ଶନ ଅଭିଳାଷୀ ଅଛି, ତାକୁ ଦେଖାଦେଇ ଖୁସି କରାଅ। ଆଶ୍ରମ ପାଖରେ ପ୍ରବାହିତ ତମସା ନଦୀ ତୁମକୁ ଅପେକ୍ଷା କରିଅଛି। ସେ ତୁମକୁ ନିଜ ଦେହରେ ଆପଣାର କରି କୋଳେଇ ନେବାକୁ ଇଚ୍ଛୁକ ଅଛି। ପଦ୍ମଫୁଲ ଦେହରେ କାକର ବିନ୍ଦୁ ପଡ଼ି ସୂର୍ଯ୍ୟକିରଣରେ ଚିକ୍ ଚିକ୍ ଦିଶିଲା ଭଳି, ସୂର୍ଯ୍ୟକିରଣ ପ୍ରତିବିମ୍ବିତ ହେଲା ଭଳି ନିଜ ସ୍ୱାମୀ ବୀର ରାମଙ୍କୁ ମନେ ପକାଇ ଦୁଃଖ ମନରେ ଥିଲେ ବି ତାହାକୁ ଚାପି ନିଦ ବିଛଣାରୁ ଉଠି ଅନୁକମ୍ପାଙ୍କୁ ମୁଣ୍ଡିଆ ମାରିଲେ। ଉଷା ସକାଳକୁ ନମସ୍କାର କଲେ। ଲୋକେ ଯେମିତି ସୂର୍ଯ୍ୟ ନମସ୍କାର କରିଥାନ୍ତି, ସେହିପରି କଲେ। ସକାଳକୁ ସମ୍ବୋଧି କହିଲେ, ତୁମେ ହେଉଛ ଅନ୍ଧକାର ନାଶକ, ସୂର୍ଯ୍ୟର ଧରାକୁ ଆସିବାର ସୂଚକ। ତୁମେ ପୃଥିବୀରେ ଖୁବ୍ ସମୟ ରହିଥାଅ। ତୁମେ ଆଲୋକର ପ୍ରକାଶକ। ମୁଁ ସୀତା ତୁମରି ଶରଣରେ ଅଛି ଏବଂ ଏଇ ଆଶା କରୁଛି କି ତୁମେ ରଘୁବଂଶ ଉପରେ ଆଶୀର୍ବାଦ କର, ସେମାନେ ଯେମିତି ଭଲ ହୁଅନ୍ତୁ, ଏଇ ଶୁଭେଚ୍ଛା ଦିଅ। ତମସା ନଦୀ ଆଶ୍ରମର ସେବିକା, ଧାତ୍ରୀ। ଆଶ୍ରମବାସୀଙ୍କର ଜଳ ସମ୍ବନ୍ଧୀୟ ସବୁ ଆଶା ସେ ପୂରଣକାରିଣୀ, ଅର୍ଥାତ୍ ଆଶ୍ରମବାସୀଙ୍କର ଗାଧୁଆ ପାନୀୟ, ଲୁଗା ସଫା, ନିତ୍ୟ ବ୍ୟବହାର ସବୁ ତମସା କରିଥାଏ। ସେଇଥିପାଇଁ ସେ ଆଶ୍ରମ ଧାତ୍ରୀ। ତମସା ନଦୀ ନିର୍ମଳ ଜଳଧାରିଣୀ, ପବିତ୍ର ପାବନୀ। ତାର ଜଳ, ସିଏ ତାର ଇଲାକା ପରିବେଶରେ ଗଛରୁ ଫୁଲମାନଙ୍କୁ ଝଡ଼େଇ ପକାଇ ସେଥିରେ ଶିଶିର ବିନ୍ଦୁ ପକାଇ ସୁଗନ୍ଧ କଢ଼ାଇ ପ୍ରଭାତୀ ତାରା ଶୁକ୍ର ଗ୍ରହକୁ ଦୀପ କରି ଜଳାଇ ଛୋଟ ମାଛର ପହଁରିବାର ଆଖି ନେଇ ସତୀ ସୀତା
କେତେବେଳେ ତାର ପାଖକୁ ଗାଧୋଇବାକୁ ଆସିବେ ସେଇ ଅପେକ୍ଷାରେ ବାରମ୍ବାର ଚାହିଁ ପ୍ରତୀକ୍ଷାରତ ଥିଲା। ଛୋଟ ମାଛମାନେ ସବୁ ପାଣି ଉପରେ ସାଧାରଣତଃ ପହଁରିଥାନ୍ତି। ତାକୁ ନଦୀ ଜଳର ଆଖି କହିଛନ୍ତି। ପତ୍ର କୁଡ଼ିଆରୁ ତାପସୀ କନ୍ୟାମାନଙ୍କ ସହିତ ଅନୁକମ୍ପାକୁ ନେଇ ତାଙ୍କ ଗହଣରେ ଥାଇ ସୀତା ତମସା ନଦୀକୁ ଗାଧୋଇବାକୁ ବାହାରିଛନ୍ତି। ସତୀ ସୀତାଙ୍କୁ ତମସା ନଦୀ ନିଜ କୋଳରେ ଧରି କୁଣ୍ଢାଇ ଶ୍ରଦ୍ଧାର ସହିତ ଗ୍ରହଣ କଲା ମାନେ ନଦୀ ପାଣିରେ ସୀତା ଗାଧୋଇବା ପାଇଁ ବସିଲେ। ପାଣିରେ ଗୋଲ ଗୋଲ ତରଙ୍ଗ ସୃଷ୍ଟି ହେଲା। ତମସା ନଦୀ ମଣିଷ ହୋଇଯାଇ ମଣିଷ ଭାଷାରେ ସୀତାଙ୍କୁ କହିଛି, ହେ ମୋର ମା ସୀତା, ମୁଁ କେବେ ଆଶା କରିନଥିଲି କି ତୁମେ ଆସି ମୋର ଜଳର କୋଳରେ ଗାଧୋଇବ ବୋଲି। କାରଣ ତୁମେ ସମ୍ଭ୍ରାନ୍ତ ରାଜବଂଶଜ, ସାଧାରଣ ଇତର ଲୋକ ନୁହଁ। ରାଜା ଝିଅ, ରଜାଘର ବୋହୂ, ସେ ପୁଣି ସାଧାରଣ ଇତର ସାମାନ୍ୟ ଲୋକ ଭଳି ନଦୀରେ ଗାଧୋଇବେ? ଘରେ ଯେମିତି ପାଣି ନାହିଁ, ତୁମେ ଗାଧୋଇବା କାରଣରୁ ମୋତେ ଦୁନିଆ ଭାଗ୍ୟବତୀ କହିବ। ତମସା ମଣିଷ ରୂପରେ ମଣିଷ ଭାଷାରେ ପୁଣି ସୀତାଙ୍କୁ କହୁଛି, ଜଙ୍ଗଲ ଜଙ୍ଗଲ ବୁଲି ବୁଲି ଗଭୀର ଗଣ୍ଡରେ ଥିବା ଜଳଭଉଁରୀରେ ନ ପଡ଼ି, ଅଟକି ନ ଯାଇ, ଜୀବନରେ ଅନେକ କଷ୍ଟ ବାଧାବିଘ୍ନ ଉଚ୍ଚ ନୀଚ ପାହାଡ଼ର ଉପତ୍ୟକା ଅତିକ୍ରମ କରି ନିଜର ସ୍ୱଚ୍ଛ ପବିତ୍ର ସଫା ପରିମଳ ଜୀବନ ବିତାଇଅଛି। କୋଉଠି ପାହାଡ଼ର ଗୁମ୍ଫାରୁ ଅନ୍ଧାର ପଥ, କେଉଁଠି ପୁଣି ସମତଳ ଭୂମିରେ ସୂର୍ଯ୍ୟ ଆଲୋକର ସଫା କିରଣ ରାସ୍ତା ଡେଇଁ ଅତିକ୍ରମୀ ବହୁତ ଦୂର ବାଟରୁ ନମ୍ରତାର ସହିତ ଆସି ମୋର ନଦୀ ଜନ୍ମକୁ ସଫଳ କରୁଛି। ଲୋକ, ଜୀବଜନ୍ତୁ, ପର୍ବତ, ଅଧିତ୍ୟକା, ଉପତ୍ୟକା ସମସ୍ତଙ୍କୁ ଜଳଦାନ କରିଛି। ଯିଏ ମୋର କୂଳରେ ଥାଆନ୍ତି, ମୋରି ଭଳି ନଦୀମାନେ ହେଉଛନ୍ତି ମନ୍ଦାକିନୀ, ଗୋଦାବରୀ, ଗୁଣରେ ମୋ ସହିତ ସମାନ, ମାନେ ଜଳବାହୀ, ଜଳଧାରିଣୀ। ତଥାପି ପୁରାଣରେ ସେମାନଙ୍କର ଗୌରବ ରହିଅଛି। ମୋଠାରେ କିନ୍ତୁ ସେଭଳି ଗୌରବ ନଥିଲା। ସେମାନେ ଯେମିତି ଦେବତାମାନଙ୍କର ସାନ୍ନିଧ୍ୟ ସଙ୍ଗ ପାଇ ଜୀବନକୁ ଧନ୍ୟ ଗୌରବଦୀପ୍ତ କରିଛନ୍ତି, ମୋଠାରେ ନଥିଲା ବୋଲି ମୁଁ ବଡ଼ ଦୁଃଖରେ ଥିଲି। ଆଶା କିନ୍ତୁ କରିଥିଲି, ପୂରଣ ହେଉ ନ ଥିବାରୁ ଅପମାନିତ ଥିଲି। ମୋର କିଛି ପୁଣ୍ୟକର୍ମ ଥିଲା ବୋଲି ଧର୍ମ ମୋର ମନ ଜାଣି ସମୟକ୍ରମେ ତୋତେ ମୋତେ ଦେଲା, ଆଉ ତୁ ମୋ ଦେହରେ ଗାଧୋଇଲୁ। ତୁ ସୀତା, ମୋ ପାଇଁ କଷ୍ଟଲବ୍ଧ ପ୍ରାପ୍ତ ଧନ। ତୋତେ ଡାକି ଆଣି ସବୁଦିନେ ମୋର ଦେହରେ ଗାଧୋଇବାର ସୁଯୋଗ ଦେଇ ତୋତେ ଖୁସି କରାଇ ନିଜକୁ ଭାଗ୍ୟବାନ ମନେ କରିବି। ତୋର ଦେହ ପବିତ୍ର, ଫଳରେ ମୋର ଜୀବନର ପାପ ଦୂର ହୋଇଯିବ। ତୋର ପବିତ୍ର ଦେହର ଗାଧୁଆ ଜଳରେ ମୋର ଦେହରେ ଯେତେ ପ୍ରକାର ଜଳଚର ପ୍ରାଣୀ ଅଛନ୍ତି, ସେମାନେ ତାରି ବଳରେ ଚିରଦିନ ବା ସବୁଦିନ ପାଇଁ ମୋ ପୋଖରୀରେ ବଞ୍ଚି ରହିବେ, କଳଧ୍ୱନି ଦେଇ ତୋର ଗୁଣଗାନ କରୁଥିବେ, ଆଉ ଶୁଣି ମୋର କାନକୁ ଖୁସି ଦେଉଥିବ। ଯଥେଷ୍ଟ ଶାନ୍ତି ପାଉଥିବି ମୁଁ। ତୁ ପବିତ୍ର ଦେହୀ, କାରଣ ସତୀ ଶିରୋମଣି। ହେ ମା ସୀତା, ଯେତେବେଳେ ତୁ ମୋ ଜଳରେ ଗାଧୋଉଥିବୁ, ଆଉ ତୋର ସାନ୍ନିଧ୍ୟ ସଙ୍ଗ ପାଇବା ଆଶାରେ ମୋ ପାଣିରେ ଭାସୁଥିବା ପବନରେ ଉଡ଼ି ଆସିଥିବା ବୃନ୍ତଚ୍ୟୁତ ଫୁଲମାନେ ଆସି ପଡ଼ିଥିବେ, ଗାଧୋଇଲା ବେଳେ ସେମାନଙ୍କୁ ହାତରେ ଆଡ଼େଇ ଅଲଗା, ତୋଠାରୁ ବିଚ୍ଛିନ୍ନ ଯେମିତି କରି ଦବୁନି। ପତିବ୍ରତାର ଅଙ୍ଗ ସେମାନେ ଛୁଇଁବାକୁ ଚାହିଁବେ, ତେଣୁ ପାଦରେ ଯେମିତି ସେମାନଙ୍କୁ ଆଡ଼େଇ ନ ଦେଉ। ତୁ ପରା ଦୟାମତୀ, କରୁଣାମୟୀ। ମୋ କୂଳରେ ଚାଲିବୁ, ବୁଲିବୁ, ଆକାଶକୁ ତୋର ଦିବ୍ୟ ଅମର ସୌନ୍ଦର୍ଯ୍ୟ ଦେଖାଇବୁ, ଆଉ ଏହା ଫଳରେ ମୋ କୂଳର ଜଙ୍ଗଲର ଗଛମାନେ ତୋର ଦିବ୍ୟ ସ୍ପର୍ଶ ପାଇ ନିଜକୁ ଧନ୍ୟ ଭାଗ୍ୟବାନ ମନେ କରିବେ, ଖୁସି ହେବେ। ହଳଦିଆ ଲାଲ ବର୍ଣ୍ଣ ଧରିଥିବା ପତଳା ପତ୍ର ସୁନ୍ଦରରୁ ସୁନ୍ଦରତର ଦିଶିବ, କଅଁଳରୁ ଟାଣ ହେବ। ସୀତା ତମସା ନଦୀକୁ ସମ୍ବୋଧି କହିଛନ୍ତି, ତୋର ଜଳ ମଧୁର, ମିଠା, ସଫା। ଏହା ଖାଲି ପାଣି ନୁହେଁ, ବରଂ ଜନନୀର ସ୍ତନରୁ ବାହାରୁଥିବା ଦୁଗ୍ଧ ଭଳି, ଯାହାକି ପାହାଡ଼ର ଗର୍ଭରୁ ଝରି ଆସୁଛି ଅମୃତ ଧାରାରେ। ପ୍ରାଣୀମାନେ, ଜଡ଼ ଜୀବ ସମସ୍ତେ ସେହି ପାଣି ପିଇ ମୃତରୁ ଅମୃତ ହୋଇ ଉଠୁଛନ୍ତି, ଶୋଷ ମେଣ୍ଟାଏ। ତୁ ହେଉଛୁ ମୋର ମା ଭଳିଆ, କାରଣ ତୋତେ ପାଇ ମୋର ଦୁଃଖ ଦୂର ହୋଇଯାଉଛି, ମୋର ହୃଦୟ ଫାଟି ଯାଉଛି ମିଥ୍ୟା ଲୋକଗଞ୍ଜଣା ପାଇ। ମୋର ମନ ଭାରି ଦୁଃଖିତ, ତଥାପି ତୁ ମୋତେ ନିଜର ଝିଅ କରିଛୁ, ଆଉ ମୋତେ ଖୁସି କରାଇବା ପାଇଁ ମିଠା ମିଠା ସ୍ନେହଭରା କଥା କହି ମୋର ମନରୁ ଦୁଃଖ ଦୂରେଇଅଛୁ। ତୋର ଦରଦ ଭରା ଆଖି ଦେଖି ମୁଁ ଶାନ୍ତି ପାଉଛି, ମୋତେ ଗେଲ ଆଦର କରୁଛୁ। ତେଣୁ ହେ ମୋର ମା ତମସା, ତୋତେ ଧନ୍ୟବାଦ କହୁଛି। ତୋର ହୃଦୟ ବହୁତ ବଡ଼। ମୋର ଦୁଃଖ ନିଆଁ ତୋର ବାଲିରେ ଲିଭି ଯାଉଛି, ବାଲି ଓଦା ଥିବା ହେତୁ।
ଲୋକ ଅପବାଦର ଅଶେଷ କଷ୍ଟ ପାଇ ମୋର ହୃଦୟ ଫାଟି ଯାଇଛି। ଯାତନାର ତୀର ପିଠିକୁ ମୋର କଣା କରିଦେଇଅଛି। ମୋର ସମ୍ମାନ ନାରୀତ୍ୱ ଭୂମିରେ ଲୋଟି ପଡ଼ିଛି ପିଠି କଣା ହେତୁ ଏପାଖ ସେପାଖ ଦେଖାଯିବା ଭଳି। ଅର୍ଥାତ୍ ମୁଁ ବଦନାମର ଶିକାର ହେଇଛି ଲୋକ ଅପବାଦର ଭୟରୁ। ତଥାପି ଝିଅକୁ ସନ୍ତୁଷ୍ଟ କରିବା ପାଇଁ ତୁ ମୋତେ ସ୍ନେହ ଆଦର ମିଠା ମିଠା କୋମଳ କଥାରେ ମୋର ଦୁଃଖ ଦୂରେଇ ଦେଇଅଛୁ। ହେ ତମସା ମା, ତୋତେ ମୁଁ ଧନ୍ୟବାଦ ଦେଉଅଛି। ତୋ ମନ ବହୁତ ବହୁତ ବଡ଼, ଉଦାର, ପ୍ରଶସ୍ତ। ରାମଙ୍କର ସାମ୍ରାଜ୍ୟେ ଯେଉଁ ସୀତା ଲୋକ ଚକ୍ଷୁରେ ହୀନ, ନୀଚ, ଦୋଷୀ ହେବାରୁ ଚିରଦିନ ପାଇଁ ନିର୍ବାସନରେ ଦଣ୍ଡିତ ହୋଇଛି, ତଥାପି ନିଜର ପତିବ୍ରତା ଧର୍ମ ପାଳି ସଂସାରରେ ସେ ପବିତ୍ର ମହାନ ହେବ ବୋଲି ଆଶାହୀନି। ମା ଝିଅର ଦୁଃଖ କଷ୍ଟ ବୁଝେ। ମାର ଆଖିରେ ଦୁଃଖିନୀ ଝିଅ ଚନ୍ଦ୍ରଠାରୁ ବି ଅଧିକ ସୁନ୍ଦର। ତୋର ରମ୍ୟ କୂଳ ମୋର ସବୁଦିନର ଆଶ୍ରା। ଏହା ମୁଁ ମନରେ ସିଦ୍ଧାନ୍ତ ନେଇ ସାରିଲିଣି। ମୁଁ ତୋର ସ୍ନେହ ଶାନ୍ତିର ଛତ୍ରଛାୟା ତଳେ, ତୋରି ପାଦ ତଳେ ଶରଣ ନେଇଛି। ସଂସାରରେ ମୋର କେହି ନିଜର ନ ଥିବାରୁ ସଂସାର ମୋତେ ଖାଲି ଖାଲି ଲାଗୁଛି। ସେଇଠି ମା କୋଳ ହିଁ ଏକମାତ୍ର ଆଶା ଓ ଆଶ୍ରା। ସେଇ ମାର ଆଦର ସଂସାର ବିତାନର ଧନ ମୋ ପାଇଁ ହେବ। ଯାହାର ମା ସ୍ନେହ ଧନରେ ମହାନ, ସେଠି ତାର ଝିଅ ସୀତା ଅନ୍ୟ ସ୍ଥାନ ଦରକାର କରିବ ଅବା କାହିଁକି? ତମସା ଜଳ ସଫା ଏବଂ ଥଣ୍ଡା ତଥା ପବିତ୍ର। ପୁଣି ବାଲ୍ମୀକି ଆଶ୍ରମର ମୁନି କୁମାରୀମାନେ ଆଚରଣରେ ସ୍ୱଭାବରେ ତତୋଃଧିକ ଭଲ। ତମସା ନଦୀ ସୀତାଙ୍କଠାରୁ ଏଭଳି ବାକ୍ୟ ବା କଥା ଶୁଣି ସୀତାଙ୍କୁ ଆହୁରି ଅଧିକରୁ ଅଧିକ ମଣିଷ ରୂପରେ ସ୍ନେହ ଶ୍ରଦ୍ଧାରେ ଭଲ ପାଇଲା। ସୀତାଙ୍କୁ ନିଜ କୋଳର ଜଳରେ ଧରି ତରଙ୍ଗରେ ବହୁ ରୂପରେ ଖଣ୍ଡ ଖଣ୍ଡରେ ମା ରୂପରେ ସୀତାଙ୍କୁ ଦେଖାଗଲା। ନିଜର ସ୍ନେହକୁ ସୀତାଙ୍କ ଦେହରେ ମିଶାଇ ଦେଲା। ମାନେ ସୀତା ନଦୀ ପାଣିରେ ପଶି ଗାଧୋଇବା ଆରମ୍ଭ କଲେ। ଏହା ହିଁ ବକ୍ତବ୍ୟର ପ୍ରକୃତ ବାସ୍ତବ ସତ୍ୟତା। କବିଙ୍କର ପ୍ରେମ ଭାବନା ଏଠି ପ୍ରକାଶିତ। ସୀତା ଓ ତମସା ନଦୀ ତରଙ୍ଗର ହଲଚଲରେ ଦୁହେଁ ବହୁ ଆକାର ଧରିଲେ, ବହୁ ବିଖଣ୍ଡିତ ରୂପରେ ଦିଶିଲେ। ଦୁହିଁଙ୍କର ମନ ଓ ବୁଦ୍ଧି ମିଶି ବି ଏକ ହୋଇଗଲା। ମନ ମିଶିଲେ ସମ୍ପର୍କ ସୁଖମୟ ହୋଇଥାଏ। ଆଉ ମନ ସମକକ୍ଷ ସମଧର୍ମା ଲୋକ ଥିଲେ ଯାଇ ମିଶେ, ସୁଖ ପାଏ, ଅଜସ୍ର ଭଲ ପାଇବା ଆସେ। ତମସା ନଦୀରେ ମୁନି କୁମାରୀଏ ଏବଂ ସୀତା ଗାଧୁଆ ସାରି କୁଡ଼ିଆ ଆଶ୍ରମକୁ ଯାଇ ବାଲ୍ମୀକି ମହର୍ଷିଙ୍କୁ ପ୍ରଣିପାତ କଲେ ପାଦ ଛୁଇଁ। ମୁନି ବାଲ୍ମୀକିଙ୍କ ଆଶୀର୍ବାଦ ଦେଇ ସେମାନଙ୍କୁ କହିଲେ, ପରିଶ୍ରମ ସହିତ ସାଧନା ସହକାରେ ଜ୍ଞାନ ଲାଭ କର, ସଂସାରରେ ପ୍ରତିଷ୍ଠା ପାଅ, ସଫଳ ହୁଅ। ସୀତାଙ୍କୁ ଚାହିଁ କହିଲେ, ବୀର ସାହସୀ ସନ୍ତାନ ଜନ୍ମ କର, ମନରେ କୌଣସି ଦ୍ୱିଧା ନ ରଖି। ସୀତା ଝିଅ, ତୁ ଏଇ ଆଶ୍ରମର ଗଛଲତାମାନଙ୍କୁ ପୁଅ ଭଳି ମାନି ସେମାନଙ୍କୁ ସ୍ନେହ ଆଦର ଓ ଯତ୍ନରେ ବଢ଼ାଅ। ଏପରି କଲେ ତୁ ଭାବିପାରିବୁ ଯେ ଜଗତରେ ଦୁନିଆରେ କେମିତି ସନ୍ତାନ ସନ୍ତତିଙ୍କୁ ଲାଳନ ପାଳନ କରାଯାଇଥାଏ। ସଂସାରରେ ପୁଅ ଭଳି ରତ୍ନଟିଏ ପାଇବା ଅତ୍ୟନ୍ତ କଷ୍ଟ। ମା ତାପସୀ ଅନୁକମ୍ପା ତୋର ସବୁ ଅଭାବ ଦୂର କରିଦେବେ, ସର୍ବଦା ତୋର ଯତ୍ନ ନେବେ। ତାପରେ ବାଲ୍ମୀକି ମୁନି କୁମାରୀ ଏବଂ ସୀତାଙ୍କୁ କହିଲେ ମାଠିଆ ଧରି ପାଣି ଭରି ଗଛ ମୂଳରେ ଢାଳିବାକୁ। ମୁନି କୁମାରୀଙ୍କ ସାଥିରେ ଥାଇ ସୀତା ବାରି ହୋଇ ପଡ଼ୁଥାନ୍ତି। ରାଜବଂଶଜ ଥିବା କାରଣରୁ, ରାମଙ୍କର ସ୍ତ୍ରୀ ଥିବା ହେତୁ ସତେକି ଫିଟିକିରି ଭିତରେ ଲାଲି ପୋହଳା ପ୍ରବାଳ ବା କୋରାଲ। ବଗିଚା ବା ମୁନି ଉଦ୍ୟାନରେ ସମସ୍ତେ ପଶିଲେ। ଉପବନ ଫୁଲବନ ଗଛମାନଙ୍କରେ ତ ଆଗରୁ ସୁନ୍ଦର ଦିଶୁଥିଲା, ପରନ୍ତୁ ଅଧିକ ସୁନ୍ଦର ଦିଶିଲା ସୀତାଙ୍କର ପ୍ରବେଶ ହେତୁ। ବଗିଚାରେ ପଶିବା ଦେଖି ବଗିଚାଟି ମଣିଷ ଭାଷାରେ ସୀତାଙ୍କୁ ସମ୍ବୋଧି କହିଲା, ହେ ମା ସୀତା, ତୋତେ ପାଇ ମୁଁ ନିଜକୁ ଧନ୍ୟ ମନେ କରୁଛି, ଖୁସି ହେଉଛି। ପତ୍ରର ପବନରେ ଖଲିବା ରୀତିରେ ହସିଲା, ଭ୍ରମରର ଗୁଣୁ ଗୁଣୁ ସ୍ୱରରେ କଥା କହିଲା, ଆଦର ସମ୍ଭାଷଣ ଜଣାଇଲା। ନିଜକୁ ଭୁଲାଇ ଦେଇ ଶିମୁଳିର ଲାଲି ଫୁଲ ପଳାଶ ଫୁଲର ଭେଟି ଦେଲା, ଘାସରେ ଲାଗିଥିବା କାକର ବିନ୍ଦୁରେ ପାଦକୁ ଧୋଇଦେଲା, ସ୍ଥଳ କମଳର ଆସନ ବିଛାଇ ଦେଲା, ପ୍ରେମର କଥା କହି ଅଭିନନ୍ଦନ ଜଣାଇଲା। ବଗିଚାର ସେଇ କଥା ହେଉଛି ସୁଆସାରୀର କଣ୍ଠ। ଅର୍ଥ ହେଲା ସୀତା ବଗିଚାରେ ବୁଲି ବୁଲି ଗଛପତ୍ରମାନଙ୍କୁ ଦେଖୁଛନ୍ତି, ପକ୍ଷୀର କାକଳି ଶୁଣୁଛନ୍ତି। ଏହା ହିଁ ବାସ୍ତବ ସତ୍ୟ, ଯେଉଁଥିରେ କବି ନିଜର କବି ପ୍ରତିଭାର କାବ୍ୟିକ କଳ୍ପନା ବା ସତ୍ୟତାକୁ ମିଶାଇ କବି କୃତିତ୍ୱ ଦେଖାଇଅଛନ୍ତି। ବାଲ୍ମୀକି ଆଶ୍ରମ ବଗିଚାରେ ପୋଖରୀ ଅଛି, ଯେଉଁଠି ଶରତ୍ ଋତୁର ନିର୍ମଳ ସଫା ଜଳ। ପଦ୍ମ କଇଁ ଫୁଲ ଫୁଟିଛନ୍ତି, ହଂସ ବତକ ପହଁରୁଛନ୍ତି, ସେମାନଙ୍କର କଳଧ୍ୱନି ଶୁଭୁଛି। ଭ୍ରମରର ଝିଁ ଝିଁ ସ୍ୱନ ବି ସେଥିରେ ଅଛି। ଏମାନଙ୍କ ଭାଷାରେ ବଗିଚା ସୀତାଙ୍କୁ କହିଲା, ରାତି ପାହିଲା, ମୋର ଦୁଃଖ
ରାତି ସରିଲା। ହେ ମୋର ସାଙ୍ଗ ହୋଇଥିବା ସୀତା ସଜନୀ, ହେ ସୀତେ, ଯେତେବେଳେ ତୋତେ ରାବଣ ଅପହରଣ କରି ଆକାଶ ମାର୍ଗରେ ପୁଷ୍ପକ ରଥରେ ବସାଇ ନେଉଥିଲା, ସେତେବେଳେ ତୁ ମୋ ପାଇଁ ଆକାଶ ଉଦ୍ୟାନର ଏକ ଫୁଲ ବୋଲି ମନେ ହୋଇଥିଲୁ। ମୁଁ ଭାବୁଥିଲି କେବେ ଏଇ ଆକାଶ ମାର୍ଗରେ ଫୁଲଟିକୁ ମୋ ଭାଗ୍ୟ ବଳରେ ପାଆନ୍ତି କି? ସେଇ ଭାଗ୍ୟ ମୋର ଆଜି ଉଦିତ ହେଲା। ମୁଁ ତୋର ସାଥୀ ପାଇଲି। ମନ ମୋର ଖୁସିରେ ଅଧୀର ହୋଇ ଉଠିଛି। ତୋତେ ଏକଦା ଚିତ୍ରକୂଟ ପର୍ବତର ଉପତ୍ୟକା ପାଇଥିଲେ ତୋର ବନବାସ କାଳରେ। ସାଧୁ ସନ୍ଥ ବାସୀ ଦଣ୍ଡକାରଣ୍ୟରେ ଥାଇ ସିଦ୍ଧି ପାଇଥିଲେ। ଆଉ ତୁ ସେଇ ଦଣ୍ଡକାରଣ୍ୟରେ ଏକଦା ବନବାସ ବି କରିଥିଲୁ। ପୁଣି ସମୁଦ୍ର ପାରି ହୋଇ ରାବଣର ଅଶୋକ ବନରେ ବନ୍ଦିନୀ ଜୀବନ ବିତାଇ ବି ଥିଲୁ। ସେମାନେ ସମସ୍ତେ ଭାଗ୍ୟବାନ ଥିଲେ ତୋତେ ପାଇ। ହେଲେ ସେବେ ମୁଁ ଭାବୁଥିଲି ମୁଁ ସତରେ କେତେ ଅଭାଗିନୀ। ସତୀ ସୀତାଙ୍କର ସଙ୍ଗ ପାଇ ପାରିଲି ନାହିଁ ଏଇଠି ପାଖରେ ଥାଇ। ସେବେ ତୋତେ ପ୍ରେମର ମୂର୍ତ୍ତିଟିଏ କରି ମନେ ମନେ ଆଦର୍ଶ ଭାବରେ ରଖିଥିଲି ଦୀର୍ଘ 14 ବର୍ଷ ଧରି। ଆଜି ସେଇ ଅତୃପ୍ତ ଆଶା ମୋର ପୂରଣ ହେଲା ତୋର ପବିତ୍ର ସାନ୍ନିଧ୍ୟରେ, ଯାହାକୁ ବିଗତ 14 ବର୍ଷ ଧରି ଅପେକ୍ଷାରତ କରିଥିଲି, ହେଲେ ପାଇ ନଥିଲି। କାରଣ ମୁଁ ବି ସେମାନଙ୍କ ଭଳି ବଣଟିଏ ନା, ଆଉ ତ କିଛି ନୁହେଁ। ଜୀବନରେ ସାଧୁସଙ୍ଗ ଜୀବନକୁ ମହତ୍ କରେ, ପୁଣ୍ୟବାନ କରେ। ତୁ ଯେତେବେଳେ ପୁଷ୍ପକ ବିମାନରେ ଯାନରେ ଥାଇ ଆକାଶ ମାର୍ଗରେ ଉଡ଼ି ଯାଉଥିଲୁ ରାବଣ କର୍ତ୍ତୃକ ଅପହୃତା ହୋଇ, ଆଉ ମୁଁ ହରିଣ ଆଖିରେ ଉପରକୁ ମୁଣ୍ଡ ବୁଲାଇ ତୋତେ ଦେଖୁଥିଲି, ମୟୂରର ରାବରେ ଧ୍ୱନିରେ ତୋତେ ଡାକୁଥିଲି, ଆସେ ମୋ ପାଖକୁ, ମୋର ଘରକୁ। ଏତେ ବର୍ଷ ପରେ ସଖୀ କଥାକୁ ମନେ ପକାଇ ଆଜି ସତରେ ଆସିଲୁ କି? ଆଶ୍ଚର୍ଯ୍ୟ ହୋଇ ବାଲ୍ମୀକି ଆଶ୍ରମର ବନ ସୀତାଙ୍କୁ କହିଛି, ତୋର ଦୁଃଖରେ ମୁଁ ବର୍ଷ ବର୍ଷ ଧରି ଦୀର୍ଘ 14 ବର୍ଷ ଧୈର୍ଯ୍ୟ ଧରିକି ବି ଧୈର୍ଯ୍ୟ ଧରି ନ ପାରି ଆଶା ହରାଇ ଯୋଗିନୀ ପାଲଟି ଯାଇଥିଲି। ତୋର ସ୍ମୃତିକୁ ମନେ ପକାଇ ତାକୁ ପାଥେୟ କରି ମନେ ମନେ ମୁଁ ଖୁସି ବି ହେଉଥିଲି। ଆଜି ତୋତେ ମୋ ଗହଣରେ ପାଇଛି, ତେଣୁ ତୋତେ ଧନ୍ୟବାଦ ଜଣାଇଲି, ନିଜକୁ କୃତକୃତ୍ୟ ମନେ କଲି। ଶେଷରେ ମୋର ମନୋକାମନାକୁ ପୂରଣ କରି ମୋ ପାଖକୁ ଆସିଲୁ। ଜୀବନରେ ଭଲ ଲୋକର ସାଥୀ ମିଳିଲେ ଜୀବନକୁ ଅପାର ଆନନ୍ଦ ମିଳେ। ଆଶା ଥାଏ କି ଏହି ସାଙ୍ଗପଣ ଅକ୍ଷତ ଅତୁଟ ଜୀବନରେ ରହୁ। ଯେମିତି ଆକାଶର ସ୍ଥିର ସ୍ଥାୟୀ ରଙ୍ଗ ନୀଳବର୍ଣ୍ଣ ଥାଏ, ସେମିତି ସାଧୁର ମିତ୍ରତା ଛଳନା ରହିତ ଠକାମିରୁ ଦୂରେଇ ଥାଏ। ସାଧୁ ପାଖରେ ମନର କଥା କେବେ ବିଫଳ ବେକାର ହୁଏ ନା, ମନୋବାଞ୍ଛା ପୂରଣ ହୋଇଥାଏ। ସାଧୁ ମିତ୍ରତା ସତ୍ କୁ ସୀତା ସତୀ ସାଧ୍ୱୀ ଥିବାରୁ ତୋର ସାନ୍ନିଧ୍ୟ ପ୍ରାପ୍ତିର ମୋର ମନୋକାମନା ପୂରଣ ହେଲା। ଆଉ ମୁଁ ତୋତେ ଦେଖିଲି, ଏହା ମୋର ଭାଗ୍ୟ ଥିବାରୁ ଜୀବନ ପାଇଁ ଲାଭଦାୟକ ହେଲା। ତୋର ଚରିତ୍ରବତ୍ତା ଆଚରଣ ମୋତେ ଭାଗ୍ୟବତୀ କରିଛି। ଚାହିଁଥିଲେ ବି ତୁ ରାବଣ ସହିତ ଚରିତ୍ରହୀନ କାମ କରିପାରିଥାନ୍ତୁ, ହେଲେ କରିନାହୁଁ। ବାଲ୍ମୀକି ଆଶ୍ରମର ବସର ସୌନ୍ଦର୍ଯ୍ୟ ଦେଖି ବଣର ସୌନ୍ଦର୍ଯ୍ୟ ଦେଖି ସୀତା ଖୁସି ଥିଲେ। ଫଳରେ ତାଙ୍କର ମନ ଗହନ ବଣ ବା ମନ ଅରଣ୍ୟର ଜ୍ୱାଳା ବା ଦହନ ବୁଝି ଶାନ୍ତି ପାଇଲା, ଠିକ୍ ମନ ଆକାଶର ଉଦିତ ମେଘମାଳା ଭଳି। ସୀତା କହିଲେ, ହେ ବନ ସଖୀ, ମୁଁ ଆଜୀବନ ତୋର ସ୍ନେହରେ ବନ୍ଦିନୀ ହୋଇ ରହିଗଲି। ଜଙ୍ଗଲର ଜଳିବା ମେଘବର୍ଷାର ନିର୍ବାପନ ଭଳିଆ ସୀତାଙ୍କୁ ସେହିଭଳି ମନେହେଲା। କବିଙ୍କର ପ୍ରକାଶ ବକ୍ରୋକ୍ତିଜ ତଥା ବୌଦ୍ଧିକ